ଏ ସାଗରରେ ସେତୁ ବାନ୍ଧି ସୁବଳୟାରେ ପ୍ରବେଶ କରିବି। ପ୍ରବେଶ କରିଛ? ଦେଖିବି ସେ ରାମର କେତେ ଶକ୍ତି ଅଛି। ମହାରାଜ ସାଦୁଳ ମହାରାଜ ମୋର ସମସ୍ତ ସୈନ୍ୟମାନଙ୍କୁ ଜାଗ୍ରତ କରାଅ। ଯଦି ରାମ ସୁବଳୟାକୁ ଆସି ଯୁଦ୍ଧ ଭିକ୍ଷା କରୁଛି ତାହେଲେ ମୁଁ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଅଛି। ଆଇ ସୁକ ସାରରେ ଦଣାନ୍ତି ଯୋଡ଼ିବେ ହସ ଯୋଡ଼ିବେ ହସ ମନ୍ତ୍ରୀ ହିସାବରେ ମୋର ଗୋଟେ ଅଭିଯୋଗ ଅଛି ମହାରାଜ। ରାଜ ମର୍ଯ୍ୟାଦା ସହିତ ଆମେ ଚିଠା ପ୍ରେରଣ କରି ସେ ରାମଙ୍କ ପାଖକୁ ପଠାଇଲେ କ'ଣ ହେବ ମହାରାଜ? ଏହାର ଉତ୍ତର ଦିଅନ୍ତୁ ମହାରାଜ। ନିକୁମ୍ଭକୁ ଜାଣି କହେ ମନ୍ଦୋଦରୀ କାତ ମନ୍ଦୋଦରୀ କାତ ମୁଁ ଯାହା କହୁଛି ତାହା ସବୁ ଶ୍ରବଣ କର। କୁହନ୍ତୁ ମହାରାଜ, ଆପଣଙ୍କ ସମସ୍ତ କଥାକୁ ମୁଁ ଶ୍ରବଣ କରିବାକୁ ପ୍ରସ୍ତୁତ ଅଛି ମହାରାଜ। ତାହେଲେ ନିକୁମ୍ଭ ମହାରାଜ ଶୁଣ, ମୁଁ ଯାହା କହୁଛି। କୁହନ୍ତୁ ମହାରାଜ। ତମେ ସୁବଳୟା ପର୍ବତରେ ରାମ ନିକଟକୁ ଯାଇ ଘରେ ବାର୍ତ୍ତା ପ୍ରେରଣ କର ତା ନିକଟରେ। ଯାଅ ନିକୁମ୍ଭ ମହାରାଜ ରାମକୁ କୁହ ରାବଣର ଲଙ୍କାଗଡ଼ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସେ ସୀତାର ଆଶା ଛାଡ଼ି ଅଯୋଧ୍ୟାକୁ ଗମନ କରୁ। ବହୁ ରୂପ ଧାରି ମତେ ଲଙ୍କପତି ରାବଣ ମୋ ହସ୍ତରେ ଏକ ଚିଠି ପ୍ରେରଣ କରିଛନ୍ତି। ଆପଣ ଏହାକୁ ଗ୍ରହଣ କରିବା ହୁଅନ୍ତୁ। हे मंत्र सुग्रीव, रावण क्यों वार्ता मन निकट को प्रेरणा करिछि ताहाକୁ पढ़िबा पई मंत्र बड़ा सूचना को दियंतु।
ପ୍ରଭୁ ଆପଣ ଯଦି ମୋତେ ଆଜ୍ଞା ଦିଅନ୍ତି ତାହେଲେ ମୁଁ ଏ ଚିଠାକୁ ପଠନ କରିବି। ପଠନ କରନ୍ତୁ ସୁଶୀଳ। ଆଏ ବୋଲନ୍ତି ଗୋପତି ଶୁଣ ମୋ ପାର୍ବତୀ ରାମ ଧାମକୁ ରାବଣ। ଆଏ ଦେଶିଲା ଉଦନ୍ତ ପିଟାଇ ଦୋରିତ। ଶୁଣାଇ ବଢ଼େ ସୁଷେଣ ଯେ ସେ ଜାନକୀ ରମଣ। हे चंद्रचूड़ मदनान्तक शूलपाणि स्थान गिरीश गिरिजेश महेश शंभु भूतेश वितिवय सुधन महामनाथ संसार दुख दहना जगदीश लक्ष्य ओम स्वस्ति स्वस्ति स्वस्ति। प्रभु से लिखिंट रावण जो पत्र प्रेरण कर सर्वप्रथमे निजर जयगान कर पत्र लिखित अच्छी ब्रह्मकूलर चतुर्थ पुरुष कौलस्तर पौत्र एवं विश्वर्पा ऋषिंकर से सुपुत्र त्रिपुर विजय एवं प्रबल प्रतापी विराधि वीरवर श्री रावणंकर अजय हो एवं एकथा व्यस्त अच्छी प्रताप वज्र ठारू कठोर एवं भगवान सूर्य मध्य अनल पर चतुर्दिग व्याप्त। आए बोलाए जे राम पुरी अभिराम रथेरी नने आए छामुला हार राक्षस इंद्र आए छामुला हार राक्षस इंद्र जाऊची जाऊची आहे तपस्वी वर आए संग करी सेना श्रुति वर जे आहे तपस्वी वर आए आम्हे जानी सुसीता तुम्हर जे आहे तपस्वी वर। प्रभु ए पत्र माध्यम से आपण को अनेक तिरस्कार से लिखिंट जो राम निजक अभिराम बोली व्यक्त करुच्ची से राज्य विताड़ित हो पलायन पंथा साधि जड़े वनवासी एवं तार अहोभाग्य जे तार छमुक राक्षस वंशर कुलाधिप वृक्ष कुलराज राजेन्द्र रावण पत्र जाऊँगी आम्भे जाचु सीता तुम्हर किंतु सीता तुम्हें कदापि प्राप्ति कर आए करिए विचार रमणी तुम्हारा पठारू माई आए भगवान कर प्राण शरीर शरीर
ସ୍ଥାପନ କରି କପିଭଲ୍ଲୁକ ସୈନ୍ୟମାନଙ୍କୁ ନେଇ ଏଠାକୁ ଆସିଛି, ସେ ଆଶା ତାର ଆଶାରେ ହିଁ ରହିଯିବ। କାରଣ ଇନ୍ଦ୍ର ଆଦି ସକଳ ଦେବତା ଯେଉଁ ରାବଣର ନିକଟରେ ପରିଚାର, ସେ ରାବଣକୁ ଯୁଦ୍ଧରେ ପରାସ୍ତ କରିବା ଏତେ ସହଜ ନୁହେଁ। ଲଙ୍କପତି ଚାହିଁଲେ କ୍ଷଣମାତ୍ରକ ମଧ୍ୟରେ ସମସ୍ତ ପ୍ରାଣବାୟୁକୁ ଯମପାଶରେ ବନ୍ଦୀ ଯମଭୁବନରେ ନେଇ ବସାଇବା ପାଇଁ ସକ୍ଷମ। ତାହାଙ୍କ ସମରେ ତାହାଙ୍କ ସଙ୍ଗରେ ସମର ଇଚ୍ଛାରେ ଉଠତି ଆନନ୍ଦ। ଚମତ୍କାର କଥା ପରକାର ଜଣାଗଲା ବୁଝି ମତରେ କୃଷ୍ଣ ବଳ କର୍ଣ୍ଣାକ। ଶତ୍ରୁ କରି ଅନୁଛ ଆପଦରେ କୃଷ୍ଣ ବଳ କର୍ଣ୍ଣାକ। ତାଙ୍କ ସ୍ଥାନେ ନ ପକାଅ ପାଦରେ କୃଷ୍ଣ ବଳ କର୍ଣ୍ଣାକ। ପ୍ରଭୁ, ଏହା ମଧ୍ୟ ଲେଖା ହୋଇଛି ଯେ ଏ ସମସ୍ତ କଥାକୁ ଜାଣି ମଧ୍ୟ ଯେଉଁ ରାମ ଚନ୍ଦ୍ର ସୂର୍ଯ୍ୟ ରୂପୀ କପିଭଲ୍ଲୁକ ସୈନ୍ୟମାନଙ୍କୁ ନେଇ ଆନନ୍ଦିତ ହେଉଛି, ସେମାନଙ୍କୁ ଭକ୍ଷଣ କରିବା ପାଇଁ ରାବଣର ସୈନ୍ୟମାନେ ହେଉଛନ୍ତି ରାହୁ ଏବଂ କେତୁ ସଦୃଶ୍ୟ। ଏବଂ ରାବଣର ସହିତ ବିବାଦ କରିବା ଯେଉଁ ଚିନ୍ତା କରୁଥିବା, ସେ ଆପଣଙ୍କୁ ମନ୍ଦ ବୁଦ୍ଧି ବୋଲି ଏଠାରେ ମଧ୍ୟ କହିଛନ୍ତି। ଏହା ମଧ୍ୟ ବ୍ୟକ୍ତ ଅଛି, ପ୍ରଭୁ ରାବଣ ସହିତ ଶତ୍ରୁତା କଲେ ତୁମେ କେବେ ହେଲେ ଶାନ୍ତିରେ ଜୀବନ ଯାପନ କରିପାରିବ ନାହିଁ। ତେଣୁ କଦାପି ଲଙ୍କାପୁରରେ ପାଦ ରଖିବା କଥା ମନରେ ଚିନ୍ତା କର ନାହିଁ। ସୀତା ଲାଳସାକୁ ଛାଡ଼ି ଅଙ୍କୁରକୁ ପକାଏ ଯିବା ହେଉ। ବାହୁଡ଼ି ଯିବାର କରି ସୁବିଚାର ମୋହନ ଦେବ ଚିଠାଉ ଯେ ତେଣୁ ପ୍ରିୟା ତୁମର। ସ୍ଥିତ ହୋଇଛନ୍ତି ଲଙ୍କାପୁରରେ ତେଣୁ ପ୍ରିୟା ତୁମର। ଭୂତ ହୋଇଛନ୍ତି ରାବଣରେ ତେଣୁ ପ୍ରିୟା ତୁମର। ହେ ପରମେଶ୍ୱର, ପୁନଃ ସେ ଲେଖିଛନ୍ତି, ଉପରୋକ୍ତ ସମସ୍ତ ତଥ୍ୟକୁ ବିବେକର ସହ ବିଚାର କରି ସୀତାଙ୍କୁ ଲଙ୍କାପୁରରୁ ଉଦ୍ଧାର କରିବା ଜିଜ୍ଞାସାକୁ ପରିତ୍ୟାଗ କରିବା ହୁଅନ୍ତୁ। ଯଦି ବି ଅନ୍ୟ ଉପାୟ ଥାଏ, ସୁବିଚାର ପୂର୍ବକ ତାଙ୍କ ନିକଟକୁ ପତ୍ର ଦ୍ୱାରା ଜଣାଇବା ପାଇଁ ସେ ଲେଖିଛନ୍ତି। ଯେହେତୁ ଲଙ୍କାପୁରରେ ଅବସ୍ଥାନ କରିଥିବା ଦେବୀ ଜାନକୀଙ୍କର ପ୍ରତି ଲଙ୍କପତି ଦଶହରଣ ଲାଳାୟିତ ହୋଇପଡ଼ିଛନ୍ତି ଏବଂ ଦେବୀ ସୀତାଙ୍କୁ ସେ ନିଜର ପିଣ୍ଡ ବୋଲି ମଧ୍ୟ ଆଖ୍ୟା କରିଛନ୍ତି। ତେଣୁ ତାଙ୍କୁ ଫେରି ପାଇବାର ଆସ୍ଥା ବ୍ୟକ୍ତ କରିବା ହୁଅନ୍ତୁ। ତାଙ୍କୁ କେଉଁ ପରି ତୁମ୍ଭେ ଦେବ ବାକି ବୋଲିବା ତୁମ୍ଭେ ପ୍ରୟାଣ ଉତ୍ସୁକ ହୋଇନ ତୁଥାରେ କରିଣ ଦୃଢ଼ ଯେ ଯେତେ କପି ଭଲ୍ଲୁକ। ଶିଖ କ୍ରୋଡ଼ ଯାହା କରେ ଯେତେ କପି ଭଲ୍ଲୁକ। କୂଳ ବିଧାନକ ଭୟାନକ ଯେ ଯେତେ କପି ଭଲ୍ଲୁକ। ହେ ବ୍ରହ୍ମାଣ୍ଡନାଥ, ପତ୍ରରେ ଏହା ମଧ୍ୟ ଲିଖିତ ଅଛି ଯେ ଗରିମାମୟ ଲଙ୍କାରେ ନଜର ବନ୍ଦୀ ଭାବରେ ଥିବା ସୀତାଙ୍କୁ ପାଇବାର ବୃଥା ପ୍ରଚେଷ୍ଟା ସେମାନଙ୍କ ପରି ମୂଢ଼ କରିବା ଅନୁଚିତ। ବୃକ୍ଷ କ୍ରୋଟରେ ତଥା ବୃକ୍ଷ ଶାଖାରେ ଜୀବନ ଅତିବାହିତ କରୁଥିବା ବଲୁକ ମାଙ୍କଡ଼ ମାନଙ୍କ ଉପରେ ଆସ୍ଥା ରଖି ଯେଉଁ ଶ୍ରୀରାମ ଲଙ୍କାକୁ ଆକ୍ରମଣ କରିବାର ମାନସିକତା ରଖିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଶେଷ ଦେବଙ୍କର ଫଳାନସ୍ତ
ଶେଷଦେବଙ୍କର ଫଣା ମଣିକୁ ଯେପରି କେହି ଆଣିବାକୁ ବିଚାର କଲେ ତାହାର ମୃତ୍ୟୁର କାରଣ ହେବ, ଠିକ୍ ସେହିପରି ସୀତାଙ୍କୁ ଲଙ୍କାପୁରୀରୁ ଉଦ୍ଧାର କରିବାର ଆଶା ପୋଷଣ କରିବା ମଧ୍ୟ ରାମଚନ୍ଦ୍ରଙ୍କର ପାଇଁ ମୃତ୍ୟୁର କାରଣ ହେବ। ପଶ୍ଚାତରେ ନିଜର ତପସ୍ୟା ସିଦ୍ଧିର ପ୍ରମାଣ ଦେବାକୁ ଯାଇ ସେ ଲେଖିଛନ୍ତି, ପୂର୍ବେ ମହାଦେବା ଘଟଶ୍ରବଣାଗ୍ରଜ ତାଙ୍କର ଶିରମାନଙ୍କୁ ଛିଣ୍ଡାଇ ଯଜ୍ଞରେ ଆହୁତି ଦେଇ ସେ ଶ୍ରୀ ଉମାପତିଙ୍କ ଠାରୁ ବରପ୍ରାପ୍ତ ହୋଇ ତ୍ରିପୁର ବିଜୟ ସାଧିଛନ୍ତି। ଆଏ ଗ୍ରହପତି ମାନେ ଯାହା ଅବଧାନେ ବଶବର୍ତ୍ତୀ ହୋଇଛନ୍ତି। ଆଏ ଯାହାର ଆଜ୍ଞାକୁ ସୁରଗଣେ ଶକ୍ତି ଉତ୍ତମ ସ୍ଥାନ ଦିଅନ୍ତି ଯେ ବୀରଗଣ ହେମନ୍ତ। ପ୍ରଭୁ ପୁନଃ ନିଜର ବିକ୍ରମତାକୁ ପ୍ରଦର୍ଶନ କରି ରାବଣ ଲେଖିଛନ୍ତି, ବୃହସ୍ପତି, ଶୁକ୍ର, ରବି, ସୋମ, ଶନି ଏବଂ ରାହୁ ଏବଂ କେତୁ ଇତ୍ୟାଦି ଗ୍ରହପତି ମାନେ ଯାହାଙ୍କର ଭୟରେ ଶୁଭଫଳ ପ୍ରଦାନ କରନ୍ତି ଏବଂ ଯାହାର ଆଜ୍ଞାକୁ ବେଦପତି ବ୍ରହ୍ମା ଏବଂ ଦେବରାଜ ଇନ୍ଦ୍ର ପ୍ରଭୃତି ଦେବଗଣ ଛତ୍ର ଛତ୍ରରେ ପାଳନ କରନ୍ତି। ସେ ଦଶାନନଙ୍କୁ ସାମାନ୍ୟ ମନେ କରିବା ତୁମର ମୂର୍ଖତା। ନିଜର ବାହୁ ବିକ୍ରମତାର ସୂଚନା ଦେଇ କୈଳାସ ଉତ୍ପାଦନ କରିବାର ବୃତ୍ତାନ୍ତ ବିଷୟରେ ମଧ୍ୟ ଚିଟାଉରେ ଉଲ୍ଲେଖ କରିଛନ୍ତି। ଆଏ କାଳ ଦେବତାର ଅଟେ ଧର୍ମହର ଏ ବଂଶରେ ରାବଣ। ଯେଉଁ ରାବଣ ବିଗତ ଦିନରେ ଯମଭାଷକୁ ସାମାନ୍ୟ ପଦ୍ମନାର ବୋଲି ଭାବି ଅତିରେ ଛିଣ୍ଡାଇ ଦେଇଛି ଏବଂ ସୂର୍ଯ୍ୟପୁତ ଶନିଦେବଙ୍କର ମଧ୍ୟ ତର୍କକୁ ଚୂର୍ଣ୍ଣ କରି ତାଙ୍କୁ ନିଜର ରତ୍ନମୟ ସିଂହାସନର ତଳେ ସ୍ଥାପନ କରି ତାଙ୍କ ଉପରେ ପାଦ ଥାପିଛି, ସେ ରାବଣକୁ ଯୁଦ୍ଧ ଭିକ୍ଷା କରିବା ତୁମର ମୂର୍ଖତା। ଜଣେ ତାପସ ସିନ୍ଧୁରେ ବନ୍ଧ ବାନ୍ଧିବା ଦ୍ୱାରା ଯଦି ନିଜକୁ ବୀର ମନ ସୁଧାଏ, ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ତେଣୁ ଲଙ୍କପତି ରାବଣର ସମସ୍ତ ବୀରତ୍ୱ ଏବଂ ପରାକାଷ୍ଠାକୁ ଦୃଷ୍ଟି ଦେଇ ନିଜର ତଥା ସମସ୍ତ କପିଭଲ୍ଲୁକ ସୈନ୍ୟମାନଙ୍କର ଜୀବନ ବଞ୍ଚାଇବା ନିମିତ୍ତ ଅଚିରେ ସଦସ୍ୟକୁ ପ୍ରତ୍ୟାବର୍ତ୍ତନ କରୁ, ନଚେତ୍ ମୃତ୍ୟୁଦଣ୍ଡ ସୁନିଶ୍ଚିତ। ଶୁଣିଲ ଶ୍ରୀରାମ ମତେ ମତେ ହସି ସୁଗ୍ରୀବେ ଦୃଷ୍ଟି ଦିଅନ୍ତେ। କପିପତି ଚାହିଁ ତୁମ୍ଭ ବାକ୍ୟକୁ କହିଲେ ଯାଅ ତ୍ୱରିତରେ ତୁମ୍ଭ ପଶ୍ଚାତେ পশ্চাতে
ରାଜ୍ୟ ମର୍ଯ୍ୟାଦାରେ ହଁ ଠିକ ଅଛି ମୁଁ ଆସୁଛି ପ୍ରଭୁ। ରାବଣ ଛାମୁରେ କର ପତ୍ର ଯୋଡ଼ି ସର୍ବବୃହ୍ମାଣ୍ଡ କହିଲା महाराज ରାମଙ୍କ ନିକଟକୁ ଯାଇଥିଲ महाराज ପତ୍ର ପ୍ରଦାନ କଲ ତ? महाराज ହେଲେ ରାମ କଣ ଉତ୍ତର ଦେଲା? ରାମ ଉତ୍ତର ଦେଲେ ମୋ ପଶ୍ଚାତ ଧାମରେ ସେ ଏକ ଦୂତକୁ ପ୍ରେରଣ କରିବେ ଆପଣଙ୍କ ନିକଟକୁ ମହାରାଜ। ଏଡ଼େ ଶ୍ରୀର ଭୂପତି ସୁଗ୍ରୀବାଲିଙ୍କି ଘେନି ଭାରତୀ ଏଡ଼େ ଶ୍ରୀର ଭୂପତି ରାବଣ ତାର ରାଜମର୍ଯ୍ୟାଦାକୁ ନେଇ ସମସ୍ତ ବୃତ୍ତାନ୍ତ ଏକ ଚିଠା ମାଧ୍ୟମରେ ଆମ ସମ୍ମୁଖକୁ ପ୍ରେରଣ କରିଥିଲେ। ହେଲେ ଆମେ ମଧ୍ୟ ଏକ ଚିଠା ପ୍ରସ୍ତୁତ କରି ରାଜମର୍ଯ୍ୟାଦା ସହିତ ରାବଣ ନିକଟକୁ ପ୍ରେରଣ କରିବା। ବାରମ୍ବାର ଚିଠା ପଠାଇ ଆମର ସୈନ୍ୟମାନଙ୍କୁ ଭୟଭୀତ କରାଉଛି ପ୍ରଭୁ। ପ୍ରଭୁ ମୁଁ ମନ କହୁଛି ଯୁବରାଜ ଅଙ୍ଗଦକୁ କାର୍ଯ୍ୟ ଦିଆଯାଉ ପ୍ରଭୁ। ଠିକ ଅଛି ମୈତ୍ର। ଆଏ ଅଙ୍ଗଦକୁ ଶ୍ରୀରାମ ଦେବ ସାଇଲେ ପାସ ହେ ସାଇଲେ ପାସ ରାଜମର୍ଯ୍ୟାଦାର ସହିତ ଆମ ପକ୍ଷରୁ ଏକ ଚିତାକୁ ନେଇ ତୁମେ ରାବଣ ନିକଟକୁ ଯିବ, ସର୍ବବୃତ୍ତାନ୍ତ ବୁଝାଇ କହିବ। ଆୟ ଜ୍ଞାନ ପଣରେ ନେଲା ସୀତା ଦେଉଆଣି ସୀତା ଦେଉଆଣି ବଂଶ ସହିତ ନା ସରିବ ପୁଣି ଆଜ୍ଞା ଶୁଣି ଯଦି ଭୁଲ ବଶତଃ ପଞ୍ଚବଟୀ ଅରଣ୍ୟରେ ମୁଁ ସୀତାଙ୍କୁ ଅପହରଣ କରି ନେଇ ଚାଲି ଯାଇଛି, ଯଥାଶୀଘ୍ର ଏବେ ବି ସମୟ ଅଛି ମୁଁ ହସ୍ତରେ ଅର୍ପଣ କରୁ, ନଚେତ୍ ସମସ୍ତ ପୁତ୍ର ମାଟି ସବଂଶେ ଏ ରଘୁରଙ୍ଗ ରାମ ତାକୁ ନିଶ୍ଚିତ ପ୍ରାଣର ବିଳାସ କରି ଯମପୁରର ଯାତ୍ରୀ ସଜେଇବ। ହେଲେ ଯିବା ପୂର୍ବରୁ ତୁମେ ଏକ ଆଦେଶ ଦେଉଛି ଯୁବରାଜ ଅଙ୍ଗଦ। ପ୍ରଭୁ ତୁମେ ଯାଉଛ ଏକ ଦୂତ ହିସାବରେ, ସେଠାରେ ଯେପରି ବିଘ୍ନ ସୃଷ୍ଟି ନ କର। ଯଥାଜ୍ଞା ପ୍ରଭୁ। ଏ ପ୍ରଭୁ ମତେ ବିଦାୟ ଦିଅନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ। ମୁଁ ଯେପରି ରାବଣଙ୍କ ସହିତ ବାର୍ତ୍ତାଳାପ କରି ଆପଣଙ୍କ ନିକଟକୁ ସକୁଶଳ ବାର୍ତ୍ତା ନେଇ ଆସିବି। ଆଏ ରାବଣ ସଭାରେ ଯାଇ ପ୍ରବେଶ ହୋଇ
କହିବା ଅନୁସାରେ ତୁମେ ନିକୁମ୍ଭ ଦୈତ୍ୟକୁ ମୋ ପ୍ରଭୁଙ୍କ ନିକଟକୁ ପ୍ରେରଣ କରିଥିଲ। ଆମ ପକ୍ଷରୁ ମୁଁ ତୁମ ପାଇଁ ମୋ ପ୍ରଭୁ ରାମଚନ୍ଦ୍ରଙ୍କର କହିବା ଅନୁସାରେ ଗୋଦଣ୍ଡ ନେଇ ଆସିଛି। ଆଇ ବୋଇଲା ଅଙ୍ଗଦରେ ସୁରସିଆ ବହନ ହେ ସୁରସିଆ ବହନ ଆଇ ବୈଦେହୀ ସମର୍ପଣେ ଆଜ୍ଞା ପରମାଣ ପ୍ରଭୁ ସୁତ ହେ ରାକ୍ଷସ ବନ ଭକ୍ତ କୁମାର ହେ। ମୋ ପ୍ରଭୁଙ୍କର ଆଦେଶ ହୋଇଛି ଯଥା ସମ୍ଭବ ମୋ ମା ସୀତାଙ୍କୁ ନେଇ ପ୍ରଭୁଙ୍କ ଚରଣ ତଳେ ଅର୍ପଣ କରିଦିଅ, ନଚେତ୍ ଯେପରି ଅଣଚାଶ ମରୁତଙ୍କର ଉପଦ୍ରବରେ ରମ୍ଭା ଅବଲକ୍ଷଣ ମାତ୍ରକ ମଧ୍ୟରେ ବିଧ୍ୱଂସିତ ହୋଇଯାଏ, ଠିକ ସେହିପରି ମୋ ପ୍ରଭୁଙ୍କର ବିକ୍ରମତାରେ ତୁମର ଏ ସମଗ୍ର ପୌଲସ୍ତ୍ୟ ବଂଶ ଅଚିରେ ଧ୍ୱଂସାବିମୁଖ ହେବ। ତୁମେ ମୋ ପ୍ରଭୁଙ୍କର କଥାକୁ ପ୍ରତ୍ୟାଖ୍ୟାନ କର, ତେବେ ମୋ ପ୍ରଭୁଙ୍କର ବ୍ରହ୍ମଶର ତୁମର ଗଳାର ସମସ୍ତ ସ୍ୱରିତକୁ ପାନ କରିବ ଏବଂ ତୁମର ସମଗ୍ର ପୁତ୍ର ନାତିକୁ ବିନାଶ କରିବ। ଆଏ ନାମ ତୋର ଗୁଣ କି ସଖୀ କାରଣେ ଦୂତ ହେ କି କାରଣେ ଦୂତ ଆଏ ଏତେ ଭରି କହିବାର ନୁହଁ ଉଚିତ ତୃଣ ମତରେ ମତରେ ଭୁବନ ଜଗତରେ। ए मस्कज, ସାଧନ अरे किए से तू कुआड़ू आसी रावण को राम मारिदेव बोली एठी व्याख्या करूछु। ए कंकड़ा, ସାଧନ ମୁଁ ତ୍ରିପୁର ବିଜୟୀ ଦଶାନନ। ମୁଁ ଚାହିଁଲେ ତମ କପି ଭଲୁ ମର୍କଟ ମାନଙ୍କୁ ବିନାଶ କରିଦେବି। କିନ୍ତୁ ତୋର ପରିଚୟ ପ୍ରଥମେ ପ୍ରଦାନ କର। କହୁଛି ମନ ଦେଇ ଶୁଣ। ଆଏ ଅଙ୍ଗଦ ବୋଇଲା ଶୁଣ ବିଶ୍ରବାର ଗ୍ରହଣ ହେ ବିଶ୍ରବାର ଗ୍ରହଣ ଆଏ ତୋତେ ଧରିଲେ ଉଠିଲା ସହସ୍ରା ଅର୍ଜୁନ ସର୍ବଦାର ହେ ହରିଥିଲେ ଦେଉ ବସୁଧର ହେ। ଯଦି ମୋ ପରିଚୟ ପାଇବା ପାଇଁ ଚାହୁଁଛ ତେବେ ମୋ ପରିଚୟ ପ୍ରଦାନ କରୁଛି। ମାହିଷ୍ମତିପୁରର ଅଧୀଶ୍ୱର କାର୍ତ୍ତବୀର୍ଯ୍ୟ ଅର୍ଜୁନ ଯିଏ ତୁମକୁ ଏକଦା ବନ୍ଦୀ କରି ରଖିଥିଲା, ସେହି କାର୍ତ୍ତବୀର୍ଯ୍ୟ ଅର୍ଜୁନର ଦର୍ପ ହରଣ କରିଥିଲେ ଭୃଗୁବଂଶୀ ଭାର୍ଗବ ପରଶୁରାମ। ସେ ପରଶୁରାମ ଯେଉଁ ପ୍ରଭୁ ରାମଙ୍କ ଚରଣରେ ଚରଣାଶ୍ରିତ ହୋଇଥିଲେ, ସେହି ପ୍ରଭୁ ରାମଙ୍କର ଦୂତ ମୁଁ। ଏବଂ ଅତୀତରେ କିଷ୍କିନ୍ଧ୍ୟାର ସମ୍ରାଟ ବାଳି
ତୁମକୁ ନିଜର ପକ୍ଷ ଦେଶରେ ସ୍ଥାନ ଦେଇଥିଲା ସେହି ବାଳୀଙ୍କର ପୁତ୍ର ମୁଁ ନାମ ମୋର ରାମଦୂତ ଅଙ୍ଗଦ। ରାବଣ ବୋଲେ ନ ଜାଣୁ ଲୋକାର ରାଜନ ହେ ଲୋକାର ରାଜନ ଏ ମସ୍କଜ, ତମେ ଯୋଉ ରାମକୁ ଟେକି ଟେକି ବଖାଣି କରୁଛ, ତମରି ମାନଙ୍କର ଇଏ ଗର୍ବକୁ ମୁଁ ଛାର ଖାର କରିଦେବି। ଆଉ କଣ ତମେ ଭାବୁଛ ତମ ମାନଙ୍କୁ ମୁଁ ଭୟ କରି ରାମର ପତ୍ନୀ ସୀତାକୁ ଫେରେଇ ଦେବି? କଦାପି ନୁହେଁ। ହେ ଭଲୁ ମର୍କଟ, ଯାଅ। ତମେ ଯୋଉ ବନବାସୀ ପାଖରେ ଶରଣ ନେଇଛ ତାକୁ କହିଦିଅ ବିଂଶ ବାହୁ ଦଶାନନ ହେଉଛି ତ୍ରିପୁର ବିଜୟୀ। ସୀତାର ଆଶାକୁ ଛାଡ଼ି ରାମ ଅଯୋଧ୍ୟାକୁ ଫେରି ଯାଉ, ନଚେତ୍ ରାବଣର ହସ୍ତରେ ତାର ନିଶ୍ଚୟ ମୃତ୍ୟୁ ହେବ। ଆଇ ଅଙ୍ଗଦ ବୋଇଲା ଦେଉ ଲୋକାର ରାଜନ ହେ ଲୋକାର ରାଜନ ଲଙ୍କାର କଥାକଥିତ ସମ୍ରାଟ, କିନ୍ତୁ ବାସ୍ତବରେ ଯିଏ ଲଙ୍କାର ରାଜା ସେ ମୋ ପ୍ରଭୁ ରାମଚନ୍ଦ୍ରଙ୍କ ତଳେ ଚରଣାଶ୍ରିତ ହୋଇଛନ୍ତି ଏବଂ ଆମ ସହିତ ସଖା ସଦୃଶ ସେ ଷୋଳୟା ପର୍ବତରେ ବାସ କରିଛନ୍ତି। ସେ ରାବଣ, ସେ ଲଙ୍କାର ରାଜନ, ଏ ଲଙ୍କାର ରାଜନ ରୂପରେ ଅଭିଷିକ୍ତ ହେବେ ଏବଂ ତୁମେ ତୁମର ବନ୍ଧୁ ବାନ୍ଧବ ସମସ୍ତଙ୍କୁ ନେଇ ଜମ ଭୁବନରେ ବାସ କରିବ। ଆରେ କେଉଁ ରାବଣକୁ ରାମ ରାଜା କରିବ ଲଙ୍କାରେ, ଆଉ କେଉଁ ରାବଣକୁ ରାମ ସଂହାର କରିବ ତା ନାମ ଟିକେ ମୋ ଆଗରେ କହିଲୁ। କହୁଛି, ଗୋଟିଏ ନୁହେଁ ଅନେକ ଅନେକ ରାବଣଙ୍କର କଥା କହୁଛି, ମନ ଦେଇ ଶୁଣ। ଆଇ ଅଙ୍ଗଦ ବୋଇଲା ନହୁ ରାବଣେ କଥିଲା ହେ ରାବଣେ କଥିଲା ପ୍ରଥମ ରାବଣ କଥା ବର୍ଣ୍ଣନା କରୁଛି। ପ୍ରଥମେ ଗୋଟିଏ ରାବଣ ଥିଲା ନର୍ମଦା ତୀରରେ, ଯେତେବେଳେ ମାହିଷ୍ମତିପୁରର ଅଧୀଶ୍ୱର ସହସ୍ରବାହୁ କାର୍ତ୍ତବୀର୍ଯ୍ୟ ଅର୍ଜୁନ ଜଳ କ୍ରୀଡ଼ା କରୁଥିଲା, ସେତେବେଳେ ସେଠାରେ ଗୋଟିଏ ରାବଣ ପ୍ରବେଶ ହେଲା। ସଂଗ୍ରାମ କରିବା ପାଇଁ ଇଚ୍ଛା କରନ୍ତେ ନିଜର 10 ବାହୁର ଭୁଜ ବିକ୍ରମର ପରାକ୍ରମ ଦେଖାଇବା ପାଇଁ ଯାଇ ସହସ୍ରବାହୁ ରାବଣ ଆଗରେ ସିଏ ବନ୍ଦୀ ପ୍ରକାର ରହିଥିଲା ଏବଂ ସହସ୍ରାର୍ଜୁନ ତାକୁ ବନ୍ଦୀ କରି ମାଡ଼ ମାରି ପିଣ୍ଡୀକୃତ କରିଦେଇଥିଲା। ରାବଣ ପୂର୍ବେ ବଡ଼ ଗର୍ବ କଲା, ହେ ବଡ଼ ଗର୍ବ କଲା।
ବର୍ଣ୍ଣନା କରୁଛି। ଅନ୍ୟ ଏକ ରାବଣ ବୈଲୋଚନ ପୁତ୍ର ବଳିଙ୍କ ସହିତ ସଂଗ୍ରାମ କରିବା ପାଇଁ ପାତାଳପୁରକୁ ଯାଇଥିଲା। ବଳିଙ୍କ ସହିତ ସଂଗ୍ରାମ କରିବା ତ ଦୂରର କଥା, ବଳି ରାଜାଙ୍କର କର୍ଣ୍ଣର କୁଣ୍ଡଳ ଉଠେଇବା ପାଇଁ ସେ ଅସମର୍ଥ ହୋଇଥିଲା ଏବଂ ବଳି ରାଜାଙ୍କର ପରିକର ମାନେ ଭୃତ୍ୟ ମାନେ ତାକୁ ବନ୍ଦୀ କରି ପାତାଳପୁର ରଖିଥିଲେ ଏବଂ କିଞ୍ଚିତ ଅନ୍ନ ପାଇଁ ବଳି ରାଜାଙ୍କର ଦାସୀ ମାନଙ୍କ ଆଗରେ ସେ ଅତ୍ୟନ୍ତ ଭାବଭଙ୍ଗୀର ସହିତ ନୃତ୍ୟ ପ୍ରଦର୍ଶନ କରୁଥିଲା।